କରିଛନ୍ତି। ବିଶେଷ କରିକି ଆମର ସଭାପତି ଜିଲ୍ଲା ପରିଷଦ ଗୋଟେ କ'ଣ କହିଲେ ପରୀକ୍ଷା କେନ୍ଦ୍ର କମ୍ପିଟେଟିଭ୍ ଏକ୍ଜାମିନେସନ୍ ଆମେ ଭୁବନେଶ୍ୱର ଯାଉଛୁ, ବ୍ରହ୍ମପୁର ଯାଉଛୁ, କି ଜୟପୁର ଠାରେ କରାଯାଉ କିମ୍ବା କୋରାପୁଟରେ କରାଯାଉ ବୋଲି ସେ ଅପିଲ କରିଛନ୍ତି। ଏବଂ ସେଥିପାଇଁ ମଧ୍ୟ ସେ ଆପଣଙ୍କର କହିଲେ ମୁଁ ଟିକେ ସେଲଫିସ୍ କରୁଛି ବୋଲି ବି କହିଦେଲେ। ଟିକେ ମାନେ ମୁଁ ଟିକେ ଏଥିରେ ମୋର ସ୍ୱାର୍ଥ ଅଛି ଯେ ମୋର କୋରାପୁଟବାସିଆ ପିଲାମାନେ ଏଇଠି ଇଣ୍ଟରଭ୍ୟୁ ଦେବେ, ଏତେ ଦୂରକୁ ଆଉ ଯିବେ ନାହିଁ, ତାହାର ବ୍ୟବସ୍ଥା କରିବା ପାଇଁ ତାକୁ ଆମ ସରକାର ବିଚାରକୁ ନେଲେ ଆଗାମୀ ଦିନରେ ନିଶ୍ଚିତ ଭାବରେ ୟାକୁ ଧ୍ୟାନ ଦେବେ। ଆଉ ଆମର ଯୁବ ବିଧାୟକ ଲକ୍ଷ୍ମୀପୁର ସେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଆଉ ଅନ୍ୟ ବିଧାୟକ ମାନେ ବି କହିଛନ୍ତି ଗ୍ରୁପ ସି ଆଉ ଗ୍ରୁପ ଡି ରେ ଚାକିରି ଯେଉଁଟାକି ଜିଲ୍ଲା ଭିତ୍ତିକ କରଲେ ଆମର ଇଏ ଅବିଭକ୍ତ କୋରାପୁଟ ଜିଲ୍ଲା ହେଉ ବା କୋରାପୁଟ ହେଉ, ନବରଙ୍ଗପୁର ହେଉ, ମାଲକାନଗିରି କିମ୍ବା ରାୟଗଡ଼ା ହେଉ, ଗ୍ରୁପ ସି ଆଉ ଗ୍ରୁପ ଡି ରେ ହେଲେ ଶିକ୍ଷକମାନଙ୍କର ସହିତ ଗ୍ରୁପ ଡି ରେ ମଧ୍ୟ ଅନେକ ଚାକିରି ଜିଲ୍ଲା ସ୍ତରୀୟ ହେଲେ ଅନେକ ଆମର ଇଏ କୋରାପୁଟ ଅଞ୍ଚଳର ପିଲାମାନେ ପାଇପାରିବେ। ସେଥିରେ ଆଉ ଭୁବନେଶ୍ୱରିଆ ବାବୁମାନେ ଆସିକରି ଏଠି ମାଡ଼ି ବସିବେ ନାହିଁ, ତାକୁ ଉଦ୍ଧାର କରିବା ପାଇଁ ପଡ଼ିବ। ନିଶ୍ଚିତ ଭାବରେ ମୁଁ ମଧ୍ୟ ଗୁରୁତ୍ୱ ଆରୋପ କରିବି ଏବଂ ସେଥିପାଇଁ ଆମର ତାରାପ୍ରସାଦ ବାହିନୀ ବାବୁ ବି କହୁଥିଲେ ଆମେ 2000 ମସିହାରୁ ଆମେ ଯେତେବେଳେ ପ୍ରଥମ ବିଧାୟକ ହେବାର ସୌଭାଗ୍ୟ ଆମର ଭାଲୁବାବୁ ସହିତ ଆମେ ଏକାଠି ହେଲୁ। ଆମେ କଥା ଉଠେଇଥିଲେ, ଆମେ ଲଢ଼େଇ କରୁଥିଲେ। ସେତେବେଳେ 2000 ମସିହାରେ ବିଧାୟକ ଥିଲେ, ଆଜି 2024 ମସିହାରେ ବି ସେ ବି ବିଧାୟକ, ମୁଁ ବି ବିଧାୟକ। ସେ ବି ସେତେବେଳେ